ଇସଲାମ ଧର୍ମ ସନାତନ ଧର୍ମର ପ୍ରଣେତା ବା ସ୍ରଷ୍ଟା ଭଗବାନ। ବିଶେଷ କରି ମନୁଷ୍ୟ ପାଇଁ ସେ ଧର୍ମକୁ ସୃଷ୍ଟି କରିଛନ୍ତି ବୋଲି ନିଜେ ତାଙ୍କ ରଚିତ ଦିବ୍ୟ ପବିତ୍ର ମଣିଷ ଆତ୍ମାର ଶୋଧନ ଗ୍ରନ୍ଥ କୋରାନରେ କହିଛନ୍ତି। ମଣିଷକୁ ମୁଁ ଆଲ୍ଲାହ ମୋର ଆରାଧନା କରିବା ପାଇଁ ହିଁ କେବଳ ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ ସୃଷ୍ଟି କରିଛି। ବିଜ୍ଞାନୀ ତ ସେ ନିଜେ ଭଗବାନଙ୍କ ସୃଷ୍ଟି ସମୂହକୁ ନିଘା କଲେ ଏହା ସହଜରେ ଜଣାଯାଇଥାଏ। ତଥାପି ଭଗବାନ ନିଜେ କୋରାନର ଅଲଗା ପାଠରେ କହିଛନ୍ତି କି ମୁଁ ମଣିଷକୁ ଲେଖନୀ ଦ୍ୱାରା ଲେଖିବା ଶିଖାଇଲି ଯାହା ମଣିଷ ଜାଣିନଥିଲା। ତଥାପି ମଣିଷ ମୋ ସହିତ ଚାଲବାଜି କରୁଛି। ଜାଣୁନାହିଁ କି ଆଲ୍ଲାହ ଦେଖୁଛି ବୋଲି। ମଣିଷ ନିଜକୁ ଥିଲାବାଲା ଭାବୁଛି। ଯଦି ନ ସୁଧୁରିଲା ତେବେ ମୁଁ ତାର କପାଳର କେଶଗୁଚ୍ଛ ଧରି ଘୋଷାଡ଼ି ଆଣିବି। ଡାକୁ ମଣିଷ ତାର ସାଥୀ ସହାୟକଙ୍କୁ। ମୁଁ ମଧ୍ୟ ଯନ୍ତ୍ରଣା ଦେବାକାରୀ ଦେବଦୂତଙ୍କୁ ଡାକୁଛି। ମଣିଷ ପାଇଁ ଧର୍ମ ନିର୍ମିତ। ମଣିଷ ଆଲ୍ଲାହଙ୍କର ନିର୍ମାଣଠାରୁ ଆସିଅଛି। ଧର୍ମ ମଧ୍ୟ ଆଲ୍ଲାହଙ୍କଠାରୁ ଆସିଛି। ଆଲ୍ଲାହ ଜଣେ, ଅତଏବ ଧର୍ମ ଗୋଟିଏ। ସନାତନ ମାନେ ସବୁଦିନର, ଯାହା ଚିରନ୍ତନ ବା ଚିରସ୍ଥାୟୀ ରହେ, ସବୁବେଳ ପାଇଁ ଏକ ହୋଇ ରହିବ, ବଦଳିବ ନାହିଁ, ପରିବର୍ତ୍ତିତ ହେବ ନାହିଁ। ହିନ୍ଦୁ ଏକ ଧର୍ମ ନୁହେଁ, ଏହା ଏକ ଭୌଗୋଳିକ ନାମାନ୍ତରର ଅପଭ୍ରଷ୍ଟ ସୂଚକ। ଆରବୀୟମାନେ ସିନ୍ଧୁ ନଦୀ ତୀରବାସୀ ଅଧିକୃତ ମାନବ ସଭ୍ୟତାକୁ ହିନ୍ଦୁ ବୋଲି କହୁଥିଲେ ଏବଂ ତାହା ଶେଷରେ ଧର୍ମର ନାମ ବହିଲା। ସିନ୍ଧ ହୋଇଗଲା ହିନ୍ଦ, ଆଉ ହିନ୍ଦରୁ ଆସିଲା ହିନ୍ଦୁ। ଆଲ୍ଲାହ କହିଛନ୍ତି ମୁଁ ଜଣେ ଖୋଦା, ମଣିଷର ପୂଜାଯୋଗ୍ୟ ଉପାସ୍ୟ। ମୋ ଛଡ଼ା ମଣିଷର ଅନ୍ୟ କେହି ଉପାସ୍ୟ ନାହାନ୍ତି। ହେ ମଣିଷ, ତୁ ଫେର ମୁହଁମୋଡ଼ି କୁଆଡ଼େ ଯାଉଛୁ? ମୋ ସହିତ ସମାନ କରାଇ ଆଉ ଦ୍ୱିତୀୟ ଉପାସ୍ୟ ପୂଜେ ନା କି ତୁ ନର୍କରେ ଫୋପଡ଼ା ଯିବୁ। ଧକ୍କା ଖାଇ ଟିପ୍ପଣୀ ଦିଆଯାଏ, ଜଣେ ଆଲ୍ଲାହ ହିଁ ଧର୍ମୀୟ ପୂଜା ପାଇଁ ଭଲ, କିନ୍ତୁ ତାର ସହିତ ଶରିକ୍ ସମକକ୍ଷୀ ଆଦୌ ଭଲ ନୁହେଁ। ଅଲଗା ଅଲଗା ପ୍ରଭୁ ଜମାରୁ ଭଲ ନୁହେଁ। ଜଣେ ଆଲ୍ଲାହ ସବୁରି ଉପରେ ବିଜୟୀ ଖୋଦା ହିଁ ଭଲ। ଫେର ତୁ ଓଲଟି ଯାଆନା। ମରିବୁ ତ ମୁସଲମାନ ହୋଇ ମର। ଅନ୍ୟ ଧର୍ମ ଧରି ମଲେ ନିଶ୍ଚିତ ନର୍କ ଯନ୍ତ୍ରଣା ପାଇବୁ। ଏହା ହିଁ ଆଲ୍ଲାହର ସତ୍ୟ ସଂକଳ୍ପ। ଆଲ୍ଲାହ ସଂକଳ୍ପ ଭଙ୍ଗକାରୀ ନୁହେଁ। ମୁଁ ଏଠି ଆଲ୍ଲାହଙ୍କ ସମ୍ପର୍କରେ ଯାହା ସବୁ କହିଲି ସେସବୁ ଇମାମ ଆହମଦ ରଜା ଖାଁଙ୍କର ପବିତ୍ର ଦିବ୍ୟ କୋରାନର ହିନ୍ଦୀ ଅନୁବାଦ କଞ୍ଜୁଲ ଇମାନକୁ ବାରମ୍ବାର ପଢ଼ିକି ତାର ଓଡ଼ିଆ ଭାଷାନ୍ତର କରିକି କହିଲି। ରାଣ ଖାଇ କହୁଛି, କୌଣସି ଗୋଟିଏ ଅନୁବାଦ ମୋର ମିଛ ନୁହେଁ। ବିଶ୍ୱାସ କରିବା ନ କରିବା ଆପଣଙ୍କର ଇଚ୍ଛାଧୀନ ବ୍ୟକ୍ତିଗତ ବ୍ୟାପାର। ଆଲ୍ଲାହ କହିଛନ୍ତି ମୁଁ ଦୁଇ ପ୍ରକାର ମଣିଷ ଯଥା ଅବିଶ୍ୱାସୀ ନାସ୍ତିକ କାଫିର ଏବଂ ମୋତେ ଅନ୍ୟ ସହିତ ସମାନ କରାଇ ଅନ୍ୟଙ୍କୁ ମୋ ଭଳି ପ୍ରଭୁ ଭଗବାନ ମନାଇ ମାନି ପୂଜୁଥିବା ମୁଶ୍ରିକ ବା ସମକକ୍ଷକାରୀ ଶିର୍କ ପୂଜାଧାରୀ ମଣିଷ ସମାଜକୁ ଜମା କ୍ଷମା କରିବି ନାହିଁ। ଏମାନେ ମଲାପରେ ସିଧା ନର୍କଦଣ୍ଡକୁ ଅମର ଅକ୍ଷୟ ରୀତିରେ ଚାଲିଯିବେ। ପାଠ ମହମ୍ମଦ କୋରାନ ଭାଗ 26, ଯାହାକି ମଣିଷର ଅକ୍ଷମଣୀୟ ଗର୍ହିତ ଅପରାଧ କଦାପି କ୍ଷମା ପାଇବ ନାହିଁ। କୋରାନ ଦେଖନ୍ତୁ, ମୁଁ ମଣିଷକୁ ବୁଦ୍ଧି ବିବେକ ବିଚାରଶକ୍ତି ଦେଇଛି। ମଣିଷ ନିଜେ ଚିନ୍ତା କରୁ, ଚିନ୍ତା କରି ସୁଧୁରୁ। ଇସଲାମ କଦାପି ବାଧ୍ୟବାଧକତାର, ଜୋର ଜବରଦସ୍ତିର, ପ୍ରଲୋଭନର, ଲୋଭ ଦେଖାଣର, ଚାପ ପ୍ରକାର ଧର୍ମ କଦାପି ନୁହେଁ। କାରଣ ଏହାଦ୍ୱାରା ମଣିଷ ମନର ପରିବର୍ତ୍ତନ ହେବ ନାହିଁ। ସେ ଯଦି ନିଜ ଇଚ୍ଛା ସ୍ୱଇଚ୍ଛାରେ ଧର୍ମ ଗ୍ରହଣ ବା ପରିବର୍ତ୍ତନ କରିବାକୁ ଚାହୁଁନାହିଁ ତ ନ ଚାହୁଁ, ପରନ୍ତୁ ମଲାପରେ ମୋ ଦ୍ୱାରା କ୍ଷମାପ୍ରାପ୍ତି ବି କଦାପି ହେବ ନାହିଁ। ସତକଥା କହିବାରେ ଆଲ୍ଲାହ ଲାଜ କରେନା।
ମଣିଷ ଖରାପ ଭାବୁ, ମୋ ଉପରେ ରାଗୁ, ମୋର କିଛି କ୍ଷତି କରିପାରିବ ନାହିଁ। ଓଲଟି ମୋ ଦ୍ୱାରା ମଣିଷ କ୍ଷତିରେ ପଡ଼ିବ। ମୁଁ ଅଲ୍ଲାହ ପ୍ରତିଶୋଧୀ, ଯେସାକୁ ତେସାକାରୀ। ମଣିଷଠାରୁ ଜବରଦସ୍ତ ପ୍ରତିଶୋଧ ନେବି। ଯାହା ମଣିଷ କରୁଛି ମୋଠାରୁ ଅବଶ୍ୟ ତାର ପ୍ରତିବଦଳ ପାଇବ। ଅଲ୍ଲାହ ଅତ୍ୟାଚାରୀ ନୁହେଁ। ମଣିଷର କାମ ଦେଖି ଫଳ ଦେଇଥାଏ। ମଣିଷ ମୋ କଥାମାନଙ୍କୁ ନ ମାନି ନିଜ ମନ ଉପରେ ଅଯଥା ଅତ୍ୟାଚାର କରିଥାଏ। ଜଣେ ଅଲ୍ଲାହ ସବୁରି ଉପରେ ବିଜୟୀ। ଏକ ଅଲ୍ଲାହ ସବ୍ ପର ଗାଲିବ। ଅଲ୍ଲାହ ଯଦି ଏକେଶ୍ୱରବାଦର ଏକ ଧର୍ମ ପ୍ରଣୀତ କଲେ, ତେବେ କୋରାନରେ କାହିଁକି ପୁଣି କହିଲେ, ମୁଁ ଯଦି ଚାହିଁଥାନ୍ତି ତେବେ ମଣିଷକୁ ଗୋଟିଏ ଧର୍ମରେ ରଖିଥାନ୍ତି। କିନ୍ତୁ ଏହାଦ୍ୱାରା ମଣିଷର ପରୀକ୍ଷା ଆଉ ହୋଇପାରି ନଥାନ୍ତା। ମଣିଷକୁ ମୁଁ ଯେଉଁ ବୁଦ୍ଧି, ବିବେକ, ବୁଝିବା ଶକ୍ତି ଦେଇଛି, ତାର ଚାଳନା ହୋଇପାରି ନଥାନ୍ତା। କୟାମତ ଦିନ ମୁଁ ମଣିଷ ଏବଂ ଜିନ୍ ସମସ୍ତଙ୍କୁ ଗୋଟାଇ ଏକାଠି କରି ନର୍କରେ ଆଣି ପକାଇଦେବି। ଦ୍ୱିତୀୟରେ ନିଆଁରୁ ଇବ୍ଲିସ୍ ବା ଶୈତାନକୁ ଜାତ କରାଇ ଦେବଦୂତ ବା ଫରିସ୍ତା ବା ଏଞ୍ଜେଲ ମେଳରେ ତାକୁ ରଖି ନିଜର ସର୍ବୋତ୍ତମ ଓ ସର୍ବଶ୍ରେଷ୍ଠ ସୃଷ୍ଟି ବା ଅଶରଫୁଲ ମଖଲୁକାତ ଆଗରେ ସଜଦାଏ ତାଜିମୀ ବା ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରିବାକୁ ସବୁ ଦେବଦୂତ ବା ଫରିସ୍ତାଙ୍କୁ ହୁକୁମ ଦେଇ ଶୈତାନକୁ ମୁନକିର ବା ଅମାନିଆ କରାଇ ତାକୁ ମଣିଷକୁ ମୁଣ୍ଡିଆ ନ ମାରିବାର ମନୋଭାବ ଦିଆଇ ମୁଣ୍ଡିଆ ନ ମାରିବାର ଦୋଷରେ ସ୍ୱର୍ଗ, ବୈକୁଣ୍ଠ ବା ଜନ୍ନତରୁ ତଡ଼ିଦେବା ପଛରେ ଅଲ୍ଲାହଙ୍କର ଭିତିରିଆ ଇଚ୍ଛାଟି ଥିଲା କି ମୁଁ ଅଲ୍ଲାହ ଯାହା ଚାହେଁ କରେ। ଅମାନିଆ ଶୈତାନକୁ ପୁଣି ମଣିଷକୁ ପଥଭ୍ରାନ୍ତ ବା ଗୁମରାହ କରାଇବାର ଅନୁମତି ଦେବା ଫଳରୁ ହିଁ ଏକ ଇସଲାମ ଧର୍ମ ଆଉ ସନାତନୀ ହୋଇ ରହି ନ ପାରି କୁଫ୍ର ଏବଂ ଶିର୍କ ଧର୍ମ ବା ଅବିଶ୍ୱାସୀ ଏବଂ ସମକକ୍ଷୀ ଧର୍ମକୁ ବଦଳିଗଲା। କୋରାନର ବକ୍ତବ୍ୟ ଅନୁଯାୟୀ ଧର୍ମକୁ ଅନେକ କରାଇବା ପଛରେ ଧର୍ମକୁ ପିତୁଳା ପୂଜାମୟ କରାଇବାରେ ପରୋକ୍ଷ ଦାୟୀ ଅଲ୍ଲାହ। ପୁଣି କହୁଛନ୍ତି, ମଣିଷ ତୁ ମୋଠାରୁ ଆଗାନା, ଟପି ଯାଆନା। ସୀମା ଟପାକାରୀ ମଣିଷ ମୋତେ ପସନ୍ଦ ନୁହନ୍ତି। ମଣିଷ ମୋର ଫରିସ୍ତାମାନଙ୍କୁ ବି ଏକ ଏକ ଆରାଧ୍ୟ ପୂଜାଯୋଗ୍ୟ କରିଦେଇଅଛି। ମନେ ହୋଇଥାଏ ଶାନ୍ତିମୟତାର ଇସଲାମ ଧର୍ମକୁ ସନ୍ଧ୍ୟାଚ୍ଛନ୍ନ କରାଇବାରେ ଅଲ୍ଲାହ ନିଜେ ଦାୟୀ। ସେ କାହିଁକି ଶୈତାନକୁ ଅନୁମତି ଦେଲେ ଯେ ଏକେଶ୍ୱର ଧର୍ମ ଶୈତାନ ଜରିଆରେ ବହୁ ଈଶ୍ୱରର ହେଲା? ତଥାପି ଏହି ଦ୍ୱନ୍ଦ୍ୱରୁ ମଣିଷ ମନ ଜରିଆରେ ଓହରି ଆସିବାର ବଡ଼ କାରଣ ହେଲା, ଅଲ୍ଲାହ ଯେଉଁ କହିଛନ୍ତି, ମୁଁ ଖୋଦା ସବୁ ଜିନିଷର ଦୁଇଟା କରି ସର୍ଜିଅଛି। ସୁତରାଂ ଧର୍ମ ଏକେଶ୍ୱର ତଥା ବହୁ ଈଶ୍ୱରମୟତାର ପିତୁଳା ପୂଜା ବା ମୂର୍ତ୍ତି ପ୍ରତିମା ପୂଜାର ରଦ୍ଦ ବାତିଲ ଖାରଜ ଧର୍ମର ଦୁଇଟା ମାନିଆ ଅମାନିଆ, ବିଶ୍ୱାସ ଅବିଶ୍ୱାସର ଦୁଇ ବାଟ ଦେଖାଇ ଭେଳିକି ବା ଭ୍ରମ ସୃଷ୍ଟି କରିଛନ୍ତି। କେବଳ ମଣିଷକୁ ସ୍ୱର୍ଗଗାମୀ ନର୍କଗାମୀ କରିବାର ମନସ୍କାମନା ବ୍ୟତୀତ, ପରୀକ୍ଷା କରିବା ବ୍ୟତୀତ ଅନ୍ୟ କିଛି ନୁହେଁ। ଅବିଶ୍ୱାସୀମାନଙ୍କୁ ନର୍କରେ ପକାଇ ଯାତନା ଦେବେ ଏବଂ ବିଶ୍ୱାସୀମାନଙ୍କୁ ସ୍ୱର୍ଗସୁଖୀ କରାଇବାର ସଂକଳ୍ପ ଦେଇଛନ୍ତି। କର୍ମଣ୍ୟ ଅକର୍ମଣ୍ୟ, ଅନ୍ଧ ଓ ଆଖିବାଲା ଯେମିତି ସମାନ ନୁହନ୍ତି, ସେଇମିତି ସମାନ ନୁହନ୍ତି ବିଶ୍ୱାସୀ ଅବିଶ୍ୱାସୀ। ଶୈତାନ ମଣିଷର ମନରେ ଓ ମଣିଷ ରୂପରେ ପଶିଆସି ମଣିଷ ଦ୍ୱାରା ମିଛ ପୁରାଣ ଲେଖାଇ ମିଛ ଧର୍ମଗୋଷ୍ଠୀ ସୃଜି ଧର୍ମ ଭିତରେ ବିବାଦ, ବିଭେଦ, କ୍ରୋଧ, ଘୃଣା, ବିଦ୍ୱେଷ ସୃଷ୍ଟି ଓ ସମସ୍ୟା ଆଣି ମଣିଷକୁ ଧର୍ମ ସଙ୍କଟରେ ପକାଇଅଛି। ଶୈତାନ କହିଛି, ହେ ଅଲ୍ଲାହ, ତୁ ମୋତେ ପଥଭ୍ରାନ୍ତ କଲୁ। ଏ ପ୍ରକାର ଦୋଷ ଶୈତାନ ଅଲ୍ଲାହଙ୍କୁ ଦେଇଛି। ଅଲ୍ଲାହ ଶୁଣି ପ୍ରତିବାଦ କରିନାହାନ୍ତି। ଶୈତାନକୁ ଚେତାବନୀ ଦେଇଛନ୍ତି, କିଏ ତାଙ୍କର ଧର୍ମର ପଥ ହୁଡ଼ିବେ, କିଏ ହୁଡ଼ିବେ ନାହିଁ। ଏହାର ସ୍ପଷ୍ଟୀକରଣ ଅଲ୍ଲାହ କୋରାନରେ ଦେଇଛନ୍ତି। ଖାସ୍ ଓ ଆମ୍ ବା ବିଶେଷ ଏବଂ ସାଧାରଣ ଯେମିତି ଅଲଗା ଶ୍ରେଣୀ, ସେମିତି ଗୁନାହଗାର ବା ପାପୀ ଏବଂ ନେକ ବଖତ ବା ପୁଣ୍ୟବାନ ଅଲଗା ବା ଭିନ୍ନ ଶ୍ରେଣୀ। ସ୍ୱର୍ଗ ନର୍କ ବି ପାଖାପାଖି ରହିବ। କେବଳ ବାଡ଼ ହେବ ଏକ ପାଚେରୀ, ଯାହାର ନାମ ଆରାଫ ବୋଲି କୋରାନ କହେ। ହିନ୍ଦୁ ଯୋଉଠି କୋରାନର ବିଚାରରେ ଏକ ଧର୍ମ ନାହିଁ, ଅଗତ୍ୟା ସେଇଠି ତାହାର ସନାତନତ୍ୱର ପ୍ରାମାଣିକତା ଦେଇହେବ ନାହିଁ। ଯେହେତୁ ମୂର୍ତ୍ତି ପୂଜା ତଥା ବହୁ ମିଛ ଈଶ୍ୱରବାଦରେ ଧର୍ମର ମୂଳ ବିବର୍ତ୍ତିତ ହୋଇଯାଇଛି।
ମୌଳିକତା ବା ମୂଳମୟତା ଯାହା ଏକେଶ୍ୱରବାଦରେ ତିଷ୍ଠିଥିଲା ତାହା ଆଉ ଅକ୍ଷତ ପୂର୍ବବତ୍ ରହି ପାରିନାହିଁ ହିନ୍ଦୁ ଧର୍ମରେ। ଖାଲି କଥାରେ କହିଦେଲେ କି ଈଶ୍ୱର ଏକ ଏବଂ ଅଦ୍ୱିତୀୟ ବା ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ହେବ ନାହିଁ। କାମରେ ମୂର୍ତ୍ତି ପୂଜା ଛାଡ଼ି ଇସଲାମ ଧର୍ମରେ ଦୀକ୍ଷିତ ବା ଦାଖଲ ହୋଇ ପ୍ରକୃତ ସନାତନ ଧର୍ମର ବିଜୟ ବାନା ସଂସାରର ପ୍ରତ୍ୟେକ ମଣିଷ ମନରୁ ଉଡ଼ାଇବାକୁ ହେବ। କାମ ଯେଉଁଠି ଧର୍ମୀୟ ସନାତନପଣକୁ ଦେଖାଉନାହିଁ, ଆଲ୍ଲାହ କୁଫ୍ର ଏବଂ ଶିର୍କ ଧର୍ମକୁ ଯେଉଁଠି ଅଗ୍ରାହ୍ୟ କରିବାର ସଂକଳ୍ପ ତାଙ୍କର ମହମ୍ମଦ ପ୍ରଦତ୍ତ ଶେଷ ଆକାଶୀ ବହିରେ ଚରମ ବାଣୀରେ ଶୁଣାଇ ଦେବା ପରେ ବି କୋରାନର ଦିବ୍ୟତା ପବିତ୍ରତାର ଐତିହ୍ୟର ଖାଣ୍ଟିପଣ ବିଶ୍ୱ ଇସଲାମୀ ଜମାତ ବା ପରିଷଦ ଯେଉଁଠି ଅପୂର୍ବ ମାନ୍ୟତାରେ ଧର୍ମ ପାଳନର ଦେଖାଉଅଛି, ତାହା ମାନବ ସଭ୍ୟତାର ଅବିଶ୍ୱାସୀ ସମକକ୍ଷକାରୀ ଅମାନିଆ ଜିଦିଆ କପଟିଆ ଧର୍ମ ନଷ୍ଟକାରୀ କାଫିର ମୁଶରିକ ମୁନକିର ମୁନାଫିକ ଫାସିକ ଆରବୀ ପ୍ରତିବାଚକ ଶବ୍ଦ ଜାଣି ଦିବ୍ୟ ପବିତ୍ର ଆତ୍ମା ରୋଗଗ୍ରସ୍ତ ସ୍ୱ ମଇଳା ମନକୁ ଧୋଇ କୋରି ସଫା କରିବାର ଗ୍ରନ୍ଥ କୋରାନକୁ ସତ୍ୟ ମନ ନେଇ ଘୃଣା ତ୍ୟାଗ କରି ମଲା ପର ଯନ୍ତ୍ରଣା ଅବଶ୍ୟ ହେବାର ଭୟ ମନରେ ରଖି ଅନୁବାଦ ପଢ଼ିଲେ କୋରାନର 114ଟି ପାଠ 30 ଖଣ୍ଡର ଯେଉଁ ବିଭକ୍ତିକରଣକୁ ଆଦର ସମ୍ମାନ ଯତ୍ନର ସହିତ ପଢ଼େ, ତେବେ ଯାଇ ହିନ୍ଦୁ ଖ୍ରୀଷ୍ଟ ଜୈନ ବୌଦ୍ଧ ଧର୍ମ ଆଦି ସବୁ ଆଦି ଧର୍ମ ଇସଲାମର କ୍ରମଶଃ କାଳାନୁକ୍ରମିକ ପରିବର୍ତ୍ତିତ ରୂପ ଯେଉଁଠି ସେଠି ଉପରୋକ୍ତ ଧର୍ମ ସବୁ ସବୁଦିନିଆ ରହିବା ପଣକୁ ଶୈତାନ ବା ଇବଲିସ ଲୁଣ୍ଠିତ କରି ନେଇଛି। କୋରାନ ପଢ଼ନ୍ତୁ, ହିନ୍ଦୁ ଖ୍ରୀଷ୍ଟ ଅନ୍ୟ ସବୁ ବାତିଲ ବା ରଦ୍ଦ ଧର୍ମର ପ୍ରକୃତତା ପାଠକେ ସ୍ୱତଃ ମନକୁ ମନ ଜାଣିଯିବେ। ଏମିତି କିଛି ଲୋକ ଜାଣି ଇସଲାମୀ ହୋଇଛନ୍ତି ପରା। ଆପଣ ହେବାରେ ପ୍ରତିବନ୍ଧକ କୋଉଠି ରହିଲା ବିଚାର କରିପାରନ୍ତି। ଧର୍ମରେ ବିବାଦୀୟତା ଆଲ୍ଲାହ ହିଁ ସୃଷ୍ଟି କରିଛନ୍ତି। ଶୈତାନ ବା ଇବଲିସକୁ ଅନୁମତି ଦେଇ ବଦଲା ତ ନେବେ, ହେଲେ ବଳ କଷାକଷି ତା ପୂର୍ବରୁ ମଣିଷଠାରୁ କରାଇବେ। କୋରାନରେ ଏପରି କହିଛନ୍ତି, ମୁଁ ଚାହିଁଲେ ନିଜେ ମଣିଷଠାରୁ ପରିଣାମ ନେଇପାରନ୍ତି, ହେଲେ ମଣିଷକୁ ଦୁଇ ଦଳ ଦ୍ୱାରା ନେବାର ହେତୁ ବା କାରଣ ହେଲା, ମୁଁ ଆଲ୍ଲାହ ଜାଣିବାକୁ ଚାହେଁ କି ଦୁଇ ସଂଗୋଷ୍ଠୀ ଭିତରୁ ନିକଟତର ମୋର କିଏ ହେଉଅଛି, ଯିଏ ମୋତେ ମାନୁଛି ଅଥବା ଯିଏ ମୋତେ ମାନୁନାହିଁ। ମୁଁ ଆଲ୍ଲାହ କହେ କି ମିଛ ଯିଏ, ସିଏ ଲିଭିଯିବ, ଆଉ ତାର ଲିଭିଯିବା ଉଚିତ। ଯେହେତୁ ବିଭ୍ରାନ୍ତି ସୃଷ୍ଟି କରୁଛି, ତାର ରହିବାରେ ଦରକାର ନାହିଁ। କୋରାନରେ ଆଲ୍ଲାହ କହିଛନ୍ତି, ঈସା ବା ଯୀଶୁ ବଧ ହୋଇ ନାହାନ୍ତି ଅବା ଶୂଳୀରେ ଚଢ଼ି ନାହାନ୍ତି, ବରଂ ତାଙ୍କର ପ୍ରତିରୂପ କରାଇ ଜଣେ ଲୋକକୁ ঈସା ଭଳି ଦେଖାଇଥିବା ବ୍ୟକ୍ତିକୁ ଇହୁଦୀମାନେ ଶୂଳୀରେ ଚଢ଼ାଇ ଦେଇଛନ୍ତି। ବାଇବେଲର କୋରାନ ନାମ ଇଞ୍ଜିଲ। ଏହା 40 ଥର ବଦଳି ଯାଇଛି ଲୋକମାନଙ୍କ ଦ୍ୱାରା ବୋଲି ସମ୍ବାଦପତ୍ରରେ ବାହାରିଥିଲା। କାୟାମତରେ ଆଲ୍ଲାହ ঈସା ନବୀ ବା ଯୀଶୁଙ୍କୁ ପଚାରିବେ କି, ତୁମେ କ'ଣ ନିଜେ ଓ ନିଜ ମା ମରିୟମ ବା ମଦର ମେରୀଙ୍କୁ ଦୁଇ ଉପାସ୍ୟ ବା ପୂଜାଯୋଗ୍ୟ କରାଇବା ପାଇଁ ଲୋକଙ୍କୁ କହିଥିଲ? ঈସା ସେଠାରେ ସ୍ୱୀକାରୋକ୍ତି ଦେବେ ବୋଲି କୋରାନର ଭବିଷ୍ୟତବାଣୀ ଅଛି। ବିଡ଼ମ୍ବନା ହେଲା, ଯେଉଁମାନଙ୍କୁ ଆଲ୍ଲାହ ଗୁମରାହ ବା ପଥଭ୍ରାନ୍ତ କରାଇ ଦେଇଛନ୍ତି, ସେମାନେ ଦିବ୍ୟ ପବିତ୍ର କୋରାନକୁ ନିଜ ମନରେ ଆଲ୍ଲାହ ରଚିତ ଗ୍ରନ୍ଥ ନ ମାନି ଏବେ ବି ମହମ୍ମଦ ଲିଖିତ ଗ୍ରନ୍ଥ ମାନୁଥିବାରୁ, ସହଜରେ ଶତପୁସ୍ତକ ବୋଲି ଅବିଶ୍ୱାସ କରୁଥିବାରୁ ଇସଲାମ ଧର୍ମ ପ୍ରତି ଘୃଣା ବିଦ୍ୱେଷ ଭାବ ରଖୁଛନ୍ତି। ସୁତରାଂ କୋରାନ ପଢ଼ି ଇସଲାମୀ ହେଉ ନାହାନ୍ତି। ଆଲ୍ଲାହ କୋରାନରେ ଏହା କହିଛନ୍ତି ମଧ୍ୟ, ଜଣେ ମୋ ଠାରୁ ଯନ୍ତ୍ରଣା ମାଗୁଅଛି, ତାହା କେବେ ବି ପ୍ରୋକ୍ତ ଲୋକଠାରୁ ଦୂରେଇ ଯିବ ନାହିଁ। ସମୟକ୍ରମେ ତାକୁ ମିଳିବ। ମୁଁ ଆଲ୍ଲାହ ଅଦୃଶ୍ୟରେ ଥାଇ ମଣିଷର କାମକୁ ଦେଖେ, ଜାଣେ, ଶୁଣେ। ମଲା ପରେ ପୁଣି ଥରେ ଶରୀର ମନରେ ଜୀବନ ପାଇ ମଣିଷ ଇସଲାମ ଧର୍ମ ସନାତନକୁ ଜାଣିଗଲେ ବି ମୋକ୍ଷ ପାଇବ ନାହିଁ। ଯେଉଁ ପର୍ଯ୍ୟନ୍ତ ନିଜ ଜୀବନରେ ଧର୍ମ କର୍ମରେ ପାଳି ନାହିଁ। ଧର୍ମକୁ ଜାଣିଗଲେ ଧର୍ମର ମାନ ବଢ଼ି ନଥାଏ। ଏମିତି ତ
ଅନେକ ଲୋକ ଧର୍ମକୁ ଜାଣୁଛନ୍ତି ହେଲେ ଧାର୍ମିକ ନୁହନ୍ତି। କାର୍ଯ୍ୟରେ ଯିଏ ଧର୍ମକୁ ଜଗତରେ ଦେଖାଏ ସେ ଧାର୍ମିକ। ବିଶ୍ୱାସରେ ପ୍ରଦର୍ଶନରେ ଧର୍ମର ସ୍ଥିତି ମଣିଷଠାରେ ଥାଏ। ବିଶ୍ୱାସ ମନର, ପ୍ରଦର୍ଶନ କାର୍ଯ୍ୟର। ମନର ବିଶ୍ୱାସକୁ ବାହ୍ୟ ଜଗତ ଦେଖେନା, ଶରୀରର କାମକୁ ଦେଖେ କି ହଁ ଲୋକଟି ମସଜିଦକୁ ଯାଉଛି, ଘରେ ନମାଜ ପଢ଼ୁଛି, ଭିକାରୀକୁ ଦାନ ଦେଉଛି। ଧର୍ମ ଅନୁଗାମୀର କାର୍ଯ୍ୟକଳାପକୁ ଦେଖି ମତ ଦିଆଯାଏ କି ହଁ ଲୋକଟି ବଡ଼ ଧାର୍ମିକ। ଦେଖୁନ ରାତିଦିନ ଖାଲି ପୂଜା ପାଠରେ ଲାଗିଛି। ଧର୍ମ ଲୋକ ଦ୍ୱାରା ବଞ୍ଚେ, ଜୀବିତ ଥିବାର ଜଣାଯାଇଥାଏ। ଯେଉଁ ଲୋକ ମୋର ଧର୍ମ ପାଳେ ନାହିଁ ତାର ମନ ମରିଯାଇଛି ବୋଲି ମୁଁ ଅଲ୍ଲାହ ଭାବିଥାଏ। ଖୋଦା କୋରାନରେ କହିଛନ୍ତି, ମଣିଷ ମନର ଇଚ୍ଛାକୁ ପ୍ରଭୁ କରିଦେଇଅଛି। ତାର ଯଥାର୍ଥତା ମଣିଷର ଅସଂଖ୍ୟ ମିଛ ଦେବାଦେବୀ କଳ୍ପନା ଯଥା ତାରିଣୀ, ବରୁଣେଇ, କରୁଣେଇ, ଘଣ୍ଟାଶୁଣୀ, ବିଶ୍ୱକର୍ମା, ପୁଷ୍ପଧନ୍ୱା, ଭବାନୀ, ଶିବାନୀ, ମଙ୍ଗଳା, ହିଙ୍ଗୁଳା, କମଳା, ବିମଳା ଇତ୍ୟାଦି। ମଣିଷକୁ ତାରୁଛି, ରକ୍ଷା କରୁଛି ସେହି ଜଣେ ଅଲ୍ଲାହ। ଅଲ୍ଲାହ କହିଛନ୍ତି, ମୁଁ ପ୍ରତ୍ୟେକ ସ୍ଥିତି ଉପରେ କର୍ତ୍ତୃତ୍ୱ ରଖେ। ଅଲ୍ଲାହ ହର ଚିଜ ପର କାଦିର ହୈ। ଏପରି କାମ କରି ମଣିଷ ଈଶ୍ୱରୀୟ ସନାତନ ଧର୍ମକୁ ଖେଳତାମସା ବନାଇ ଦେଇଅଛି। ଏହାର ଫଳ କର୍ତ୍ତା ଓ ଭୋକ୍ତା ଉଭୟେ କମ୍ ବେଶୀ ମାତ୍ରାରେ ପୁନର୍ଜୀବିତ, ପୁନରୁତ୍ଥିତ ବା ରେଜୁରେକ୍ସନ ରୀତିରେ ଅବଶ୍ୟ ପାଇବେ। ଅଲ୍ଲାହର ସତ୍ୟ ସଂକଳ୍ପ। ଅଲ୍ଲାହ ୱାଦା ଖିଲାପକାରୀ ନୁହେଁ, ସଂକଳ୍ପ ଭଙ୍ଗକାରୀ ନୁହେଁ। ଅବିଶ୍ୱାସୀ ଏହାକୁ ମନ୍ଦ ଭାବୁ, ମୋର ଅଲ୍ଲାହର କିଛି କରିପାରିବ ନାହିଁ। ଧର୍ମକୁ ଅଜବ କରି ଜୀବନରେ ଅଲ୍ଲାହର ଗଜବ ବା ଆକ୍ରୋଶ କ୍ରୋଧକୁ ପରୋକ୍ଷରେ ଆହ୍ୱାନ ଦେଇଛି କି ଆଃ ଅଲ୍ଲାହ ମୋତେ ସଜା ଦେ, ଦଣ୍ଡିତ କର। ମୁଁ ତୋର ସବୁ ଦୁନିଆ ରହିବାର ଏକେଶ୍ୱରବାଦର ସନାତନ ଧର୍ମକୁ ଭାଙ୍ଗି ଆଜି ଖଣ୍ଡ ବିଖଣ୍ଡିତ କରିଦେଇଅଛି। ଭାବୁଛି ମୋର ମିଛ ସାଧନାୟିତ ଧର୍ମ ମୋତେ ମଲାପରେ ପୁନର୍ଜନ୍ମରୁ ମୋକ୍ଷ ବା ମୁକ୍ତି ଦେବ। ଏହା ସବୁଠୁ ବଡ଼ ମିଛ ବଚନ। ପୁନର୍ଜନ୍ମ ହିଁ ଇସଲାମ ଧର୍ମ ବିଚାରରେ ପୁନର୍ଜୀବନ, ଯାହାକି ଧର୍ମର ଚରମ ପରିଣତି। ସ୍ୱର୍ଗ ସୁଖ ଏବଂ ନର୍କ ଯନ୍ତ୍ରଣା ପାଇଁ ଅଲ୍ଲାହ ଜୀବଶ୍ରେଷ୍ଠ ମଣିଷକୁ ଅମର ଅକ୍ଷୟ ରୀତିରେ ଦେବେ। ମଣିଷ ଅଟକାଇ ପାରିବ ନାହିଁ। ଯେମିତି ମଣିଷ ରାତି ଦିନ ସମୟ ମୃତ୍ୟୁକୁ ରୋକିପାରୁନାହିଁ, ଧରି ରଖିପାରୁନାହିଁ, ତାହା ଯେମିତି ଚାଲିବା କଥା ସେମିତି ଚାଳିତ ହେଉଅଛି। ତଥାପି ମଣିଷ ମିଛ ଧର୍ମର ଫୁଟାଣି ମାରୁଛି। ସାରା ଜଗତ ପାଇଁ ଅନ୍ଧାରରୁ ଅଜ୍ଞତାର, ଅଜଣାର କୁହୁଳି କଟାଇ ବିଭୁ ଆଶୀର୍ବାଦର, ଶାନ୍ତିମୟତାର ସ୍ନିଗ୍ଧ ଆଲୋକ ପକା ଦିବ୍ୟ ପବିତ୍ର କୋରାନକୁ ପଢ଼ୁ, ଜାଣୁ, ନିଜକୁ ସୁଧାରୁ। ଅଲ୍ଲାହ କହିଛନ୍ତି, ଇନ୍ନା ଦୀନ ଇନ୍ଦଲ୍ଲାହିଲ ଇସଲାମ, ଅର୍ଥାତ୍ ଅଲ୍ଲାହଙ୍କ ପାଖରେ ଇସଲାମ ହିଁ ଧର୍ମ। ମଣିଷ ମଲାପରେ ଯେବେ ଶରୀର ମନରେ ମୋ ଦ୍ୱାରା ପୁଣି ଥରେ ଜୀବିତ ହୋଇ ଆଖି ଆଗରେ ନର୍କର ଗର୍ଜନ ଦେଖିବ, ସେବେ ଭାବିବ କ'ଣ ଅଲ୍ଲାହର ଏହି ସନାତନ ଧର୍ମରୁ ମୁକ୍ତିର ପ୍ରାପ୍ତିର ବାଟ କିଛି ଆଉ ଅଛି? ହେ ଅଲ୍ଲାହ, ମୁଁ ଭୁଲ କରିଦେଇ ପାପୀ ହୋଇ ତୋ ପାଖକୁ ମୋର ପୂର୍ବଜଙ୍କ ମିଛ ଧର୍ମ ପକାଣରେ ପଡ଼ି ବାଟ ହୁଡ଼ି ଯାଇଥିଲି। ମୋତେ ଆଉଥରେ ଧର୍ମ ସୁଧାରର ଇହ ପୂର୍ବ ଜୀବନ ବିତାନର ଦୁନିଆକୁ ଛାଡ଼। ଯାହା ଭୁଲ ସବୁ କରି ଆସିଛି ଆଉଥରେ ସେସବୁ କରିବି ନାହିଁର ସଂକଳ୍ପ କରୁଛି। ଅଲ୍ଲାହ କହିବ, ତମର ଧପ୍ପାବାଜି ରଖିଥା। ଆଉଥରେ ଛାଡ଼ିଦେଲେ ତୁମେମାନେ ପୂର୍ବର ସେହି ଭଟପନା ବା ଅମାନିଆପଣ କରିବ। ପଡ଼ିଥା ସେମିତି, ମୋ ସାଥିରେ କଥା କୁହନା। ତୁମକୁ ବୁଦ୍ଧି, ବିବେକ, ବିଚାରଶକ୍ତି, ଅନ୍ୟକୁ ଦେଖି ପଚାରି ବୁଝିବାର, ଅନ୍ୟକୁ ଦେଖି ଅନୁକରଣ କରି ଶିଖିବାର ସୁଯୋଗ ଦେଇଥିଲେ। ତୁମେମାନେ ମୋର ସେହି ଅବସରର ସଦ୍‌ବିନିଯୋଗ କରିନଥିଲ। ଠକ ଦୁନିଆର ଧୋକାବାଜିରେ ପଡ଼ିଯାଇ ତୁମର ମୃତ୍ୟୁକୁ ପାଇଲ, ଆଉ ପୂର୍ବ ଜୀବନକୁ ଛାଡ଼ିବା ନାହିଁ। ସନାତନ ଧର୍ମର ମର୍ମ ବା ବୁଝିବା କୋରାନର ଅନୁବାଦ ପାଠରେ ରହିଅଛି। ଆଦରର ସହିତ ପଢ଼ିଲେ ଜାଣିବ, ଅଲ୍ଲାହର ଇଚ୍ଛା ଥିଲେ ଇସଲାମୀ ହୋଇପାରିବ, ମଣିଷର ବାଧ୍ୟରେ ନୁହେଁ। କାଳିନ୍ଦୀ ଚରଣ ପାଣିଗ୍ରାହୀ ତାଙ୍କର ଯାଦୁଘର ନାମକ କବିତାରେ ଯେଉଁ କହିଛନ୍ତି, ଜୀବର ରାଇଜେ ଧର୍ମ ସେ ଖାଲି ଜୀବହୀନ ଯାଦୁଘର, ନୁହେଁ କିଛି ଆଉ ସଞ୍ଚିତ ତହିଁ କଙ୍କାଳ ଜଗତର। ଏହା ଜମାରୁ ଠିକ୍ କଥା ନୁହେଁ। ଧର୍ମର ସନାତନୀ ତତ୍ତ୍ୱ ନଥିବାକୁ ଦେଖି କବି ମହାଶୟ ଏପରି କହିଛନ୍ତି।
କହିଛନ୍ତି। ଆଲ୍ଲାହଙ୍କର ଏକେଶ୍ୱରବାଦର ଧର୍ମରେ ଅବିଶ୍ୱାସମୟତା ଯଥା ଆଲ୍ଲାହ ବା ଖୋଦ ଜାତ ଖୋଦା ଜଣେ ପୂଜାଯୋଗ୍ୟ ପ୍ରଭୁ ନୁହନ୍ତି। ଆମେ ଅମାନିଆ ମଣିଷ ଆଲ୍ଲାହଙ୍କ ଛଡ଼ା ଆହୁରି ଅନେକ ମନଗଢ଼ା ଉପାସ୍ୟ ଗଢ଼ି ସେମାନଙ୍କୁ ପୂଜାଯୋଗ୍ୟ ପ୍ରଭୁ ମନେକରି ପୂଜିବୁ ତଥା ସମକକ୍ଷକାରିତା ଶିର୍କର ମନୋଭାବ ଏହି ପ୍ରକାର ମଣିଷ ମନରେ ପଶି ଏକ ଧର୍ମର ଏକତା ଏବଂ ଅଖଣ୍ଡତାକୁ ଆଉ ସୁରକ୍ଷା ଦେଇପାରି ନଥିବାରୁ ଧର୍ମୀୟ ବିଶ୍ୱାସମୟତା ବି ବହୁବିଧ ହୋଇଗଲା। ଅଗତ୍ୟା ଏଭଳି ଧର୍ମକୁ ସନାତନ କୁହାଯାଇପାରିବ ନାହିଁ। ସନାତନ ସେହି ଧର୍ମ ଯାହାକୁ ଈଶ୍ୱର ଆଲ୍ଲାହ ତାଙ୍କର ଜୀବଶ୍ରେଷ୍ଠ ମନୁଷ୍ୟ ବା ଆଦମୀ ପାଇଁ ପ୍ରବର୍ତ୍ତିତ କରାଇଛନ୍ତି ବୋଲି ନିଜେ କୋରାନରେ କହିଛନ୍ତି। ସନାତନତା ଧର୍ମର ପିଓରିଟି ବା ଖାଣ୍ଟିପଣତା, ଯେଉଁଥିରେ କୌଣସି ମାନବୀୟ ମିଶାମିଶି ବା ମିକ୍ସଚର ନାହିଁ। ମିଶ୍ରଣ ଆସିଗଲେ ଧର୍ମୀୟ ଏକାପଣ ନଥାଏ। ଆଉ ଏଭଳି ଧର୍ମକୁ ସନାତନ ଶାଶ୍ୱତ କେମିତି କୁହାଯାଇପାରିବ? ଅନୁଭବୀ ମଣିଷ ଟିକିଏ ଭାବୁ। ଦୁର୍ବୁଦ୍ଧି ଖଟେଇ ଧର୍ମକୁ ଦୁର୍ନୀତିଗ୍ରସ୍ତ କରାଇଦେଲା ଶୈତାନର ପ୍ରରୋଚନାରେ ଆସି ତାର କୁପ୍ରଭାବରେ ପଡ଼ି। ଆଉ ଖାଲିଟାରେ ତୁଚ୍ଛାଟାରେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ତଥା ଈଶ୍ୱର ଏକ ଏବଂ ଅଦ୍ୱିତୀୟ ବୋଲି କହିବାରେ ମୂଲ୍ୟ କିଛି ନାହିଁ, ଯାହାକୁ ଆଲ୍ଲାହ ମାନିବେ ନାହିଁ ବୋଲି ସଂକଳ୍ପ କରି କହିଛନ୍ତି। ମଣିଷ ମରିଗଲେ ପୂର୍ଣ୍ଣତଃ ଆଲ୍ଲାହର କେବଳ କବଜାକୁ ଆୟତ୍ତକୁ ଚାଲିଆସିବ। ମଣିଷର ମନମାନି ମନମୁଖୀ ଜୋର ବା ଟାଣପଣ ଜମାରୁ ରହିବ ନାହିଁ ପରଲୋକରେ। ସମ୍ପୂର୍ଣ୍ଣତଃ ମଣିଷ ଆଲ୍ଲାହର ହୋଇଯିବ। ସୁତରାଂ ମଣିଷ ତାର ନଶ୍ୱର କ୍ଷଣିକ ସ୍ୱଳ୍ପ ସାମୟିକ ଇହଜାଗତିକ ଜାଗ୍ରତ ଥିବା ବଞ୍ଚି ରହିଥିବା ଜୀବନରେ ନିଜର ଯଦି ହେବ ତେବେ ଆଲ୍ଲାହର ଆଉ ହୋଇପାରିବ ନାହିଁ। ଯିଏ ଆଲ୍ଲାହର ନୁହେଁ ସେ ସଜାର ଅଟେ, ଶାସ୍ତିପ୍ରାପ୍ତିର ଅଟେ। ଏଭଳି ପଥଭ୍ରାନ୍ତ ଧର୍ମଧାରୀକୁ ସନାତନୀ କୁହାଯାଇପାରିବ ନାହିଁ। ମଣିଷ ଯଦି ନିଜକୁ ସନାତନୀ ବୋଲି କହୁଛି ତେବେ ତାହା ନିଜ ପାଇଁ ମାତ୍ର ଖାଲିଟାରେ କହୁଛି। ମୃତ୍ୟୁ ପରେ ପୁନର୍ଜୀବିତ ହୋଇ ଉଠିବା ପରେ ଏଭଳି କହିବା ଆଲ୍ଲାହଙ୍କ ଦ୍ୱାରା ବିଫଳ ବ୍ୟର୍ଥ ହୋଇଯିବ। ଆଉ ମଣିଷ ତାର କହିବାର ଦାବୀ କରିବାର କୁକର୍ମ ପାଇଁ ସିଧା ନର୍କ ଯନ୍ତ୍ରଣା ବା ଅଜାବ ପାଇଁ ଚାଲିଯିବାର ପ୍ରତିଶ୍ରୁତି ଆଲ୍ଲାହ ଆଦମୀ ବା ମଣିଷକୁ ଦେଇଛନ୍ତି। ଆଲ୍ଲାହ କୋରାନରେ ମଣିଷ ପାଇଁ ସ୍ପଷ୍ଟ କହିଛନ୍ତି। କୋରାନ ଏକ ଦିଗ୍ଦର୍ଶନ ସାରା ଜଗତ ମଣିଷର ଆତ୍ମିକ ସୁଧାରର। ମଣିଷ ଏହାକୁ ପଢ଼ି ନିଜ ମନର ମଇଳାକୁ ଧୋଉ, ସଫା ବା ପରିଷ୍କାର କରି ପକାଉ। ତେବେ ଯାଇ ମୋର ଏକ ଧର୍ମର ସନାତନୀପଣରେ ଦାଖଲ ଅନ୍ତର୍ଭୁକ୍ତ ହୋଇପାରିବ। ଏହା ମୋର ଆଲ୍ଲାହର ମଣିଷକୁ ଏକ ଚେତାବନୀ। ମଣିଷ ନ ମାନୁ ପରିଣାମ ଭୋଗିବ। ନିରୂପିତ ସମୟର ବ୍ୟବଧାନ ପରେ ମଣିଷକୁ ଅବଶ୍ୟ ପ୍ରାପ୍ତ ହେବ। ଯେତେବେଳେ ମଣିଷ ମରିକି ମୋ ପାଖକୁ ଆସିବ, ଏହା ଆଲ୍ଲାହର ସଂକଳ୍ପ। ସୁତରାଂ ମଣିଷ ମୁଣ୍ଡ ତଳକୁ କରି ଯାଆନା। ଆଲ୍ଲାହ ମଣିଷକୁ ମନ୍ଦ ଉପଦେଶ ଦେଇନଥାଏ। ସମ୍ପ୍ରତି ଓଡ଼ିଆ ସିନେମାରେ ସନାତନୀ ନାମରେ ଚଳଚ୍ଚିତ୍ରଟିଏ ରିଲିଜ୍ ହୋଇ ଓଡ଼ିଶାରେ ବିବାଦୀୟ ପରିସ୍ଥିତି ସୃଜିଛି ଓଡ଼ିଆ ଏବଂ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ। ତେବେ ସେମାନେ ଯଦି ଇଚ୍ଛାକୃତ ଭାବରେ ଦିବ୍ୟ ପବିତ୍ର କୋରାନ ପାଠ କରିବେ ବା କରିପାରନ୍ତି, ତେବେ ସମ୍ଭବତଃ ସନାତନୀ ଧର୍ମର ପ୍ରକୃତ ସାରବତ୍ତା ପ୍ରାପ୍ତ କରିଯିବେ। ଏଭଳି ଏକ ସତ୍ ଧାରଣା ଏବଂ ପ୍ରେରଣା କୋରାନ ଦେଉଅଛି। ମଣିଷ ଯଦି ବୁଝିପାରେ, ଉପଲବ୍ଧିରେ ଆଣିପାରେ, ତେବେ କନ୍ଦଳର କୁହେଳି ଅପସରିଯିବ। ଏହାଠାରୁ ଆଉ ବିଶେଷ କିଛି କୁହାଯାଇପାରିବ ନାହିଁ। ଯେହେତୁ ବୁଦ୍ଧିମାନ ମଣିଷ ସମଝଦାର, ଇଶାରା ହିଁ ତାକୁ ଯଥେଷ୍ଟ।